ଯେଉଁଠି ବିଶ୍ୱାସ ଓ ଭଲ ପାଇବା ରହିଥାଏ, ଜଣେ ଯେତେ ଦୂରରେ ରହିଲେ ମଧ୍ୟ ସବୁବେଳେ ସେ ସାଥିରେ ଥିବା ଭଳି ଅନୁଭବ ହୁଏ। କଳିଯୁଗରେ 8ଟି ଅପ୍ରିୟ ସତ। ଏ କଳିଯୁଗରେ ନିଜ ଭାଇ ବିପଦରେ ସାଥ ଦେଇନଥାଏ। ଯାହାକୁ ନିଜର ଭାବିବେ ସେ ସବୁଠୁ ବେଶୀ ଦୁଃଖ ଦେଇଥାଏ। ଭଲ ପାଇବା ନାମରେ କେବଳ ଶାରୀରିକ ସୁଖ। ଗୁଣ୍ଡାଗିରି କରୁଥିବା ଲୋକେ ସମାଜରେ ପ୍ରତିଷ୍ଠିତ ହେବେ। ବାପା ମା ଏବଂ ପିଲାଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ ନାହିଁ। ନାରୀମାନଙ୍କର ମମତା ଭାବ ଆଉ ଆସିବ ନାହିଁ। ସଚ୍ଚୋଟ ଲୋକ ନିଜର ଗୁଜୁରାଣ ଠିକ ଭାବରେ କରିପାରିବେନି। ସତ କହିଲେ ଜୀବନ ମଧ୍ୟ ଯିବାର ସମ୍ଭାବନା ଥାଏ। ମୋ ଜୀବନଟା ଗୋଟିଏ ବହି ଭଳିଆ। ଯିଏ ଦେଖିଲା ସିଏ ଖୋଲିଲାନି, ଆଉ ଯିଏ ଖୋଲିଲା ସିଏ ପଢ଼ିଲାନି, ଆଉ ଯିଏ ପଢ଼ିଲା ସିଏ ବୁଝିଲାନି, ଆଉ ଯିଏ ବୁଝିଲା ସିଏ ମିଳିଲାନି। କିଛି ଜାଣିବା କଥା। ସ୍ତ୍ରୀର ବଳ ପୁରୁଷ, ପୁରୁଷର ବଳ ଧନ। ଅନ୍ୟକୁ ତାର ଅଧିକାରରୁ ବଞ୍ଚିତ କରିବେ ନାହିଁ। ଯେଉଁ ସମୟରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏକ ହୁଅନ୍ତି ତାହା ସନ୍ଧ୍ୟା। କଳସରେ ମାଟି ହେଉଛନ୍ତି ବିଷ୍ଣୁ, ଧାନ ଲକ୍ଷ୍ମୀ, ଆମ୍ବଡାଳ ଇନ୍ଦ୍ର, ନଡ଼ିଆ ବିଶ୍ୱାମିତ୍ର, ତର୍ପଣ ପାଇଁ ସୁନା ରୂପା ତମ୍ବା କଂସା ପାତ୍ର ଉପଯୁକ୍ତ। ଗୋଟିଏ ରାଜ୍ୟ ଚଳାଇବା ସହଜ, ମାତ୍ର ଗୋଟିଏ ପରିବାର ଚଳାଇବା କଷ୍ଟକର। ଦୁଷ୍ଟ ବନ୍ଧୁକୁ ବିଶ୍ୱାସ କରିବେ ନାହିଁ। ଜଳୁଥିବା ଦୀପକୁ ମୁଖରେ ଫୁଙ୍କି ଲିଭାଇବେ ନାହିଁ। ବିବାହରେ ମଙ୍ଗଳ ବାଦ୍ୟ ବଜାଇଲେ ଅମଙ୍ଗଳ ନଷ୍ଟ ହୁଏ। 50ରୁ 60 ବର୍ଷ ପରେ ଖଟା ଖାଇବେ ନାହିଁ। ଶୋଇବା ସମୟରେ ପାଟିରେ ପାନ ଗୁଟଖା, ମଥାରେ ଚନ୍ଦନ ଫୁଲ ତ୍ୟାଗ କରି ଶୋଇବେ। ଜଳ ପୂରଣ ସମୟରେ କଳକଳ ଶବ୍ଦ କରେ ବୋଲି ପାତ୍ରର ନାମ କଳସ। ଦେବତାମାନଙ୍କର ଗୁରୁ ବୃହସ୍ପତି, ଅସୁରଙ୍କର ଶୁକ୍ରାଚାର୍ଯ୍ୟ, ଦେବତାଙ୍କର ରାଜା ଇନ୍ଦ୍ର, ମାନବଙ୍କର ଦୟା ସତ୍ୟ ଶାନ୍ତି କ୍ଷମା, ଦାନବଙ୍କର ରାଜା ଅସୁର, ବୃକ୍ଷମାନଙ୍କର ରାଜା ଅଶ୍ୱତ୍ଥ, ଜନ୍ମଦାତ୍ରୀ ବସୁମାତା ଗୋମାତା, ଏ ତିନିହେଁ ଶ୍ରେଷ୍ଠ ମାତା। ଦାନ ଦେଲାବେଳେ ଅଭିମାନ କରିବେ ନାହିଁ। ବିବାହ ବନ୍ଧନରେ ବାନ୍ଧି ହୋଇ ନବବଧୂର ଅଗ୍ନି ପରୀକ୍ଷା। ବର୍ତ୍ତମାନ ସମାଜରେ ଯୌତୁକ ରାକ୍ଷସ କବଳରେ ପଡ଼ି ଅଧିକାଂଶ ପରିବାର ନାରୀକୁ ଦେବୀ ରୂପରେ ଦେଖିପାରନ୍ତି ନାହିଁ। କନ୍ୟା ପିତାଙ୍କୁ ଯଥାସମ୍ଭବ ଶୋଷଣ କରି ବାରମ୍ବାର ଅଧିକ ଯୌତୁକ ଅର୍ଥ ଦାବି କରି ପରପକ୍ଷ ରାକ୍ଷସ ପାଲଟି ଯାଆନ୍ତି। ନବବଧୂର ପାଦରୁ ଅଳତା ଲିଭିବା ଆଗରୁ ତା ପ୍ରତି ନିର୍ଯାତନା ଆରମ୍ଭ ହୋଇଯାଏ। ମନରେ କେତେ ରଙ୍ଗୀନ ଆଶା ନେଇ ବିବାହ କରିଥିବା କନ୍ୟାଟି ବାପଘରର, ମନରେ କେତେ ରଙ୍ଗୀନ ଆଶା ନେଇ ବିବାହ କରିଥିବା କନ୍ୟାଟି ବାପଘରର ମୋହ ତ୍ୟାଗ କରି ଶାଶୁଘରେ ପାଦ ଦେଇଥାଏ। ଅମୃତ ଭଣ୍ଡାର ଉପକାରିତା। ପ୍ରତିଦିନ ଅମୃତଭଣ୍ଡା ଖାଇବାକୁ ଚେଷ୍ଟା କରନ୍ତୁ। କାହିଁକି ନା ଅମୃତଭଣ୍ଡା ହେଉଛି ଡାଇବେଟିସ୍, ଉଚ୍ଚ ରକ୍ତଚାପ, କ୍ୟାନ୍ସର ପାଇଁ ବହୁତ ଲାଭଦାୟକ ହୋଇଥାଏ। ତା ସହିତ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ ଓଜନ କମ୍ କରାଇବାରେ ବହୁତ ସାହାଯ୍ୟ କରିଥାଏ। ସମସ୍ତେ କୁହନ୍ତି ମଲା ପରେ ଲୋକେ ସବୁ ରାଗ ଅଭିମାନକୁ ଭୁଲି ଦେଖିବା ପାଇଁ ଆସନ୍ତି। ବଞ୍ଚିଥିଲା ବେଳେ ନହେଲା ନାହିଁ। ମୁଁ ବି ଚାହେଁ ମୁଁ ମଲା ପରେ ସବୁ ଭୁଲି ମୋତେ ଥରେ ଦେଖିବା ପାଇଁ ଆସିବୁ। ନିଜ ସୁଖ ପାଇଁ କରାଯାଇଥିବା କର୍ମ ସୀମିତ ସୁଖ ଦେଇଥାଏ, କିନ୍ତୁ ପରୋପକାର ପାଇଁ କରାଯାଇଥିବା କର୍ମ ନିତ୍ୟ ନୂତନ ଆନନ୍ଦ ଦେଇଥାଏ। ଜୟ ଶ୍ରୀ ଜଗନ୍ନାଥ।